ମୌସୁମୀ ବର୍ଷାରେ ଭିଜିଲା ଗାଁରୁ ସହର। କେନ୍ଦୁଝର ଜିଲ୍ଲାକୁ ଛୁଇଁ ସାରିଛି ମୌସୁମୀ। ଝିପିଝିପି ବର୍ଷାରେ ଭିଜୁଛି ସାରା ଅଞ୍ଚଳ। ଆକାଶ ମେଘାଚ୍ଛନ୍ନ ସାଙ୍ଗକୁ ତୁହାକୁ ତୁହା ବର୍ଷାର ଝର ଆକାଶରୁ ଝରି ପଡ଼ୁଛି। ଚତୁର୍ଦ୍ଦିଗ ମେଘାଚ୍ଛନ୍ନର ପରିବେଶ। ମୌସୁମୀର ଆଗମନକୁ ଅପେକ୍ଷା କରି ରହିଥିବା ପ୍ରାଣୀ ଜଗତ ଶାନ୍ତି ଅନୁଭବ କରି ସ୍ୱାଗତ କରୁଛନ୍ତି ମୌସୁମୀର ଆଗମନକୁ। ଡହଡହ ଖରାରେ ସିଝୁଥିବା ମାଟି ଆଜି ମୌସୁମୀର ପ୍ରଭାବରେ ଶୀତଳ ପଡ଼ିଯାଇଛି। ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରାରେ ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ବର୍ଷାର ଆଗମନ ପାଇଁ ସମସ୍ତେ ଖୁସି ଅଛନ୍ତି। ଆଉ କିଛି ମାତ୍ରାରେ ଅଧିକ ବର୍ଷା ଅପେକ୍ଷାରେ ଚାଷୀକୂଳ ଆଶା ବାନ୍ଧି ରଖିଛନ୍ତି। ବିଲ ଖମାରରେ ଦେଖିବାକୁ ମିଳୁଛି ସବୁଜ ଭୂଇଁର ସୁନ୍ଦର ପରିବେଶ। ବର୍ଷା ଛିଟାରେ ମାଟି ଓଦା ହେବା ସହିତ ମାଟିରୁ ଉତ୍ପତ୍ତି ହୋଇଥିବା ଘାସ ବୁଦା ବର୍ଷା ପାଣିର ପରଶରେ ସତେଜ ହୋଇଯାଇଛି। ଚତୁର୍ଦ୍ଦିଗ ଝିପିଝିପି ବର୍ଷାର ଦୃଶ୍ୟରେ ଶାନ୍ତ ପରିବେଶ ସୃଷ୍ଟି ହୋଇ ବର୍ଷା ଋତୁର ଆଗମନ ମାଟିକୁ ଆଶ୍ୱସ୍ତି ଦେଇଛି। ଲାଗି ରହିଛି ଲଗାଣ ବର୍ଷା। ଏମିତି କେତେ ଦିନ ବର୍ଷିବ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ। ତଥାପି ଆଉ କେତେ ଦିନ ଏମିତି ବର୍ଷା ଲାଗି ରହିଲେ ବିଲ ଖମାରରେ ପାଣି ଭର୍ତ୍ତି ହୋଇଯିବ, ଯାହାଫଳରେ ମୌସୁମୀ ବର୍ଷା ଚାଷ ଉପଯୋଗୀ ହୋଇପାରିବ। ରଥଯାତ୍ରା ପାଖେଇ ଆସୁଥିବା ଯୋଗୁଁ ମୌସୁମୀ ବର୍ଷା ଆଉ କିଛି ଦିନ ରହିବ ବୋଲି ଆଶା କରାଯାଉଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳ ପାଇଁ ଆଉ କିଛି ଅଧିକ ବର୍ଷାର ଆବଶ୍ୟକ ପଡ଼ୁଥିବା ବେଳେ ଏହି ମୌସୁମୀ ବର୍ଷା ତାହା ପୂରଣ କରିପାରିବ ବୋଲି ଆଶା ବାନ୍ଧିଛି। ତେଣୁ ଚାଷ କାର୍ଯ୍ୟରେ ଆଉ କିଛି ଅସୁବିଧା ହେବ ନାହିଁ ବୋଲି ଚାଷୀ ଭାଇ ଚାଷ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇସାରିଲେଣି। ଏମିତି ଆଉ କେତେ ଦିନ ବର୍ଷା ଲାଗି ରହିଲେ ଚାଷୀ ଭାଇମାନେ ଚାଷ କାର୍ଯ୍ୟ ପାଇଁ ବିଲ ଖମାରକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ଜଣାପଡ଼ୁଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।